ବାହାଘର ଦିନ ଘଟିଛି ବଡ଼ ଅଘଟଣ। ବରଗାଡ଼ି ଆସୁଥିବା ରାସ୍ତାରେ ଘଟିଛି ବଡ଼ ଚମତ୍କାର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଏ ସେହି ବ୍ୟକ୍ତି ଯେ ମେକାନିକ ବେଶରେ ଆସି ଗାଡ଼ିଟିକୁ ଠିକ୍ କରି ଦେଇଗଲେ? ସମସ୍ତ ଘଟଣା ଜାଣିବା ପୂର୍ବରୁ ଆପଣ ଯଦି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତି କରୁଥାନ୍ତି, ସେ କାଳିଆ ଠାକୁରଙ୍କୁ ଆରାଧ୍ୟ ବୋଲି ମାନୁଥାନ୍ତି, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଆଉ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବା ପାଇଁ ଆପଣଙ୍କୁ ଅନୁରୋଧ। ଗୋଟିଏ ବୋଲି ଝିଅର ବାହାଘର ପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ନେଇ ପୁରୀ ଆସିଛନ୍ତି ଆଠଗଡ଼ ଅଞ୍ଚଳର ହରିହର ମଉସା। ଝିଅ ବାହାଘର ଆଉ 10 ଦିନ ଅଛି। ଝିଅଟିକୁ ଭୁବନେଶ୍ୱରରେ ବାହା ଦେଉଛନ୍ତି। ଝିଅ ଶାଶୁଘରେ ଯାଇ ବାଜି ପୁରୀ ଯାଇ ନିମନ୍ତ୍ରଣ ପତ୍ର କାମଟା ଜଲ୍ଦି ସାରିଦେଇ ବାକି କାମଗୁଡ଼ିକ ଆରମ୍ଭ କରିବେ ବୋଲି ମନସ୍ଥ କରିଛନ୍ତି ହରିହର ମଉସା। ବଡ଼ଦାଣ୍ଡରେ ପହଞ୍ଚି ଶରଧାବାଲିକୁ ମୁଣ୍ଡରେ ମାରି ସିଂହଦ୍ୱାର ନିକଟରେ ପହଞ୍ଚିଲେ। ଆଉ ପତିତପାବନକୁ ଦର୍ଶନ କରି ମନ୍ଦିର ଭିତରକୁ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ। ଦର୍ଶନ ସାରିବା ପରେ ନିମନ୍ତ୍ରଣ ପତ୍ର ଦେବା କାର୍ଯ୍ୟକ୍ରମଟା ବି ସରିଲା। ଫେରିଲା ବେଳେ ଆନନ୍ଦ ବଜାରରେ ମହାପ୍ରସାଦ ଖାଇ ବାହାରକୁ ଆସିଲେ। ପରେ ମନ୍ଦିର ପାଖରେ କିଛି ଚୁଡ଼ି ଓ ସିନ୍ଦୁର କିଣି ବ୍ୟାଗରେ ରଖି ପୁଣି ସିଂହଦ୍ୱାର ସାମ୍ନାକୁ ଆସି ପତିତପାବନଙ୍କୁ ଚାହିଁ କହିଲେ, ହେ ସାନ୍ତେ, ବଡ଼ କଷ୍ଟରେ ବାହା କରୁଛି। ଝିଅ ବାହାଘରକୁ ଯେମିତି ହେଲେ ଆସିବେ, ମୋ ଦୁଆରେ ପାଦ ପକାଇବେ, ମୋ ଝିଅର ବେଦୀ ମୂଳରେ ଛିଡ଼ା ହୋଇ ମୋ ଝିଅ ଜ୍ୱାଇଁଙ୍କୁ ଆଶୀର୍ବାଦ କରିବେ। ଏକୁଟିଆ ଲୋକଟା ମୁଁ, ସବୁ ଦାୟିତ୍ୱ ନେଉଛି। ହାତରେ ସମୟ ବି ବହୁତ କମ୍। ମୋର ଦୋଷ ଭୁଲି ମୋ ଦୁଆରେ ପାଦ ରଖିବେ ମଣିମା। ହରିହର ମଉସା ବନ୍ଧୁ ଶଙ୍ଖଳିଲା ଭଳି ନିମନ୍ତ୍ରଣ ଦେଇ ପୁରୀରୁ ଫେରିଲେ। 10 ଦିନ ପରେ ଆସିଲା ଝିଅର ବାହାଘର ଦିନ। ସକାଳୁ କାମରେ ଲାଗି ପଡ଼ିଛନ୍ତି ହରିହର ମଉସା। ଦିନସାରା ଫୁର୍ସତ ନାହିଁ। ଘରେ ବନ୍ଧୁବାନ୍ଧବ ପୁରା ଫୁଲ, ଆଉ ବାହାରେ ଭୋଜି ରୋଷେଇ ଚାଲିଛି। ବରଯାତ୍ରୀଙ୍କ ଚର୍ଚ୍ଚାରେ ଯେମିତି କିଛି କମି ନ ହେବ, ସେଥିପାଇଁ ପୁରା ଜୋରଦାରରେ ଲାଗି ପଡ଼ିଥାନ୍ତି ସମସ୍ତେ। ସନ୍ଧ୍ୟା 7ଟାରେ ଭୁବନେଶ୍ୱରରୁ ବରପକ୍ଷ ବାହାରିବା ବେଳେ ହରିହର ମଉସାଙ୍କୁ ଫୋନ୍ କଲେ। ଆଉ 2 ଘଣ୍ଟା ଭିତରେ ପହଞ୍ଚିବୁ ବୋଲି ଜଣାଇ ଦେଲେ। ହରିହର ମଉସା ବରଯାତ୍ରୀ ବାହାରି ଆସିବାର ଖବର ପାଇ ସମସ୍ତ ଯୋଗାଡ଼ ଯନ୍ତ୍ରକୁ ବ୍ୟାପକ କଲେ। ଢୋଲିଆ, ମହୁରିଆ, ଶଙ୍ଖୁଆ, ବାରିକ ଓ ପୁରୋହିତଙ୍କୁ ଜଣାଇ ଦେଉଥାନ୍ତି। ଏପଟେ ଘରର ମହିଳାମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କହି ଦେଇଥାନ୍ତି। ସବୁ କାମକୁ ପଛରେ ପକାଇ କେମିତି ଜ୍ୱାଇଁ ଓ ବରଯାତ୍ରୀ ଚର୍ଚ୍ଚାକୁ ପ୍ରାଥମିକତା ଦିଆଯିବ, ତାପରେ ଗୋଟି ଗୋଟି କରି ନଜର ରଖିଥାନ୍ତି ହରିହର ମଉସା। ରାତି 10ଟା ବେଳକୁ ପୁଅର ସମ୍ପର୍କୀୟଙ୍କ ଗାଡ଼ି ଆସି ଗାଁ ପାଖ ମନ୍ଦିର ନିକଟରେ ଲାଗିଲା। ସାଙ୍ଗରେ ବରଯାତ୍ରୀ ଗାଡ଼ି ମଧ୍ୟ ଆସି ସାରିଲାଣି। ବ୍ୟାଣ୍ଡ ବାଜା ଦଳ ସମସ୍ତେ ପ୍ରସ୍ତୁତ ହୋଇ ବରଗାଡ଼ିକୁ ଅପେକ୍ଷା କରିଥାନ୍ତି। ଯେହେତୁ ଭୁବନେଶ୍ୱରରୁ ବରଗାଡ଼ି ଛାଡ଼ିବାର ବିଳମ୍ବ ହୋଇଥିଲା, ତେଣୁ ବରଗାଡ଼ି ପଛରେ ଆସୁଥିଲା। କଟକ ପାରି ହୋଇ ଆଠଗଡ଼ ଯିବା ରାସ୍ତାରେ ଏକ ବଡ଼ ଜଙ୍ଗଲ ରାସ୍ତା ପଡ଼ିଲା। ହଠାତ୍ ଗାଡ଼ିଟିର ଷ୍ଟାର୍ଟ ବନ୍ଦ ହୋଇ ରାସ୍ତାରେ ଅଟକିଗଲା। ସେତେବେଳକୁ ରାତି 11ଟା ବାଜିଲାଣି। ବରଗାଡ଼ିରେ ଥିବା ବରର ମାମୁଁ ଓ ବର ଘରର କୁଳ ପୁରୋହିତ ଡ୍ରାଇଭରକୁ ପଚାରିଲେ, କ'ଣ ହେଲା ଭାଇ, ଗାଡ଼ି କ'ଣ ଅଟକିଗଲା? ଡ୍ରାଇଭର ଦେଖୁଛି କହି ବାହାରକୁ ବାହାରି ଗାଡ଼ି ବନେଟ୍ ଖୋଲି ଚେକ୍ କଲେ। ହେଲେ ଗାଡ଼ିରେ ହଠାତ୍ କ'ଣ ହେଲା କିଛି ଜାଣିପାରିଲେ ନାହିଁ। ଇଞ୍ଜିନର ବହୁତ ଜାଗା ଚେକ୍ କଲେ, ହେଲେ କିଛି ବି ଡିଫେକ୍ଟ ବାହାରିଲାନି। ନିଛାଟିଆ ରାସ୍ତା ସାଙ୍ଗକୁ ଶୀତ ରାତି। ସେ ରାସ୍ତାରେ ବି ଲୋକ ଚଳପ୍ରଚଳ ବି କମିଲାଣି। ଡ୍ରାଇଭର ପୁନର୍ବାର ଗାଡ଼ିକୁ ଫେରି ବରପକ୍ଷକୁ କହିଲେ, ଗାଡ଼ି ଇଞ୍ଜିନରେ ବୋଧେ କିଛି ଅସୁବିଧା ଅଛି, ତେଣୁ ଗାଡ଼ି ଷ୍ଟାର୍ଟ ହେଉନାହିଁ। ଏବେ କନ୍ୟା ପକ୍ଷକୁ ଫୋନ୍ କରନ୍ତୁ, ସେମାନେ କିଛି ବନ୍ଦୋବସ୍ତ କରିବେ। ବରପକ୍ଷରୁ ମାମୁଁ କହିଲେ, ଆରେ ନୂଆ ବନ୍ଧୁଟା, ତାଙ୍କୁ ଆମର ସାହାଯ୍ୟ ପାଇଁ କେମିତି ବାଧ୍ୟ କରିବା? ବରଂ ଆମ ଲୋକଙ୍କୁ କାହାକୁ କହ, ସେମାନେ କେହି ଜଣେ ଆଉ ଗୋଟେ ଗାଡ଼ି ପଠାଇବେ, ଯେଉଁଥିରେ ଆମେ ଝିଅ ଘରେ ପହଞ୍ଚି ପାରିବା। ଏହି ସମୟରେ ବର କହିଲେ, ଆମେ ଯଦି ସମସ୍ୟା ବିଷୟରେ ନ ଜଣାଇବା, ତେବେ ଝିଅ ଘର ଲୋକ ଜାଣିବେ କେମିତି? ତେଣୁ ଆଉ କିଛି ଉପାୟ ନାହିଁ, ତାଙ୍କ ପରିବାର ଲୋକଙ୍କୁ ଜଣାଇବାକୁ ପଡ଼ିବ। ସେଇଆ ହିଁ କଲେ। ବରର ମାମୁଁ କନ୍ୟାର ବାପା ହରିହର ମଉସାଙ୍କୁ ଫୋନ୍ କରି କହିଲେ, ସମୁଦି, ରାସ୍ତାରେ ଆମ ଗାଡ଼ିଟା ଖରାପ ହୋଇଗଲା, ତେଣୁ ଚେଷ୍ଟା କରୁଛୁ ତୁରନ୍ତ ମରାମତି କରି ଯିବା ପାଇଁ। ଆପଣ ଅଧୈର୍ଯ୍ୟ ହେବେନି, ଆମେ ଗୋଟେ କିଛି ବ୍ୟବସ୍ଥା କରୁଛୁ। ସେପଟେ ହରିହର ମଉସା କହିଲେ, ଆଜ୍ଞା, କିଛି ଯଦି ଅସୁବିଧା ହେଉଛି ତେବେ କୁହନ୍ତୁ, ମୋର ଚିହ୍ନା ଜଣଙ୍କର ଗାଡ଼ି ଅଛି, ଏଠାରୁ ପଠାଇ ଦେବି। ସେପଟୁ ପୁଅର ମାମୁଁ କହିଲେ, ନା ସମୁଦି, ଆପଣ ହଇରାଣ ହୁଅନ୍ତୁନି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ କିଛି ଠିକ୍ ହୋଇଯିବ। ସେ ନିଶ୍ଚୟ କିଛି ଗୋଟେ ରାସ୍ତା କାଢ଼ିବେ। ଏତିକି ଶୁଣିସାରିବା ପରେ ହରିହର ମଉସା ବ୍ୟସ୍ତ ହୋଇପଡ଼ୁଥାନ୍ତି। ଜଙ୍ଗଲ ରାସ୍ତା, ତାପରେ ହାତୀର ଡର, ସବୁ କିଛି ଭାବି ଟିକେ ହଡ଼ବଡ଼ି ଯାଉଥାନ୍ତି।
ମନେ ମନେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କହିଲେ, ହେ କଳା ସାନ୍ତେ, ସେମାନଙ୍କୁ ବିପଦରୁ ରକ୍ଷା କର। ଭଲରେ ଭଲରେ ବାହା ବେଦି ଯାଏଁ ନେଇ ଆସ। ଏପଟେ କାର୍ ଇଞ୍ଜିନକୁ ତନ ତନ କରି ଚେକ୍ କରୁଥାନ୍ତି ଡ୍ରାଇଭର। ଗାଡ଼ି ବାହାରେ ଅପେକ୍ଷା କରିଥାନ୍ତି ବରର ମାମୁଁ। ହଠାତ୍ ନଜର ପଡ଼ିଲା କାର୍ ପଛପଟୁ ଆସୁଥିବା ଗୋଟେ ବାଇକ୍ ଲାଇଟ୍ ଉପରେ। ବରର ମାମୁଁ ଚିନ୍ତା କରୁଥାନ୍ତି, ଏଇ ଲୋକକୁ ହାତ ଦେଖାଇ କହିବି ରହିବାକୁ। ସେ ଯଦି ଆମକୁ ସାହାଯ୍ୟ କରିବ ତେବେ ଆମେ ଆଗ ଛକରୁ କେଉଁ ମେକାନିକକୁ ଡାକି ନେଇ ଆସିବୁ। ବାଇକ୍ ଆରୋହୀ ଜଣକ କାର୍ ପାଖାପାଖି ହେଲା ବେଳକୁ ବରର ମାମୁଁ ହାତ ଦେଖାଇ ଅଟକାଇଲେ। ବାଇକ୍ରେ 2 ଜଣ ଯୁବକ ଆସିଥାନ୍ତି। 2 ଜଣ ଯାକ ସୁସ୍ଥ ସବଳ ଯୁବକ ଭଳି ଦେଖାଯାଉଥାନ୍ତି। ମୋଟା ମୋଟା ଡେଣା ସାଙ୍ଗକୁ ପ୍ରଶସ୍ତ ଛାତି। ଯିଏ ଗାଡ଼ି ଚଲାଉଛନ୍ତି ସେ କଳା ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି ଓ ପଛରେ ବସିଥିବା ଯୁବକ ଗୋଟିଏ ହଳଦୀ ରଙ୍ଗର ଟି ସାର୍ଟ ପିନ୍ଧିଥାନ୍ତି। ବରର ମାମୁଁକୁ ଦେଖି 2 ଯୁବକ କହିଲେ, କ'ଣ ହେଲା, କିଛି ଅସୁବିଧା ହେଇଛି? ବରର ମାମୁଁ କହିଲେ, ଗାଡ଼ିଟାର ଇଞ୍ଜିନ୍ କ'ଣ ଖରାପ ହୋଇଗଲା, ଜଣା ନାହିଁ। ସେପଟେ ଲଗ୍ନ ବେଳ ଗଡ଼ି ଯାଉଛି, କ'ଣ କରିବୁ କିଛି ବୁଝିପାରୁନୁ। ବାଇକ୍ ଆରୋହୀ ଯୁବକ କହିଲେ, ଆପଣ ଆମ ହରିହର ମଉସାଙ୍କ ଝିଅଙ୍କ ବାହାଘରରେ ଯାଉଛନ୍ତି ତ? ହଠାତ୍ ବରଙ୍କ ମାମୁଁ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ପଚାରିଲେ, ଆପଣ କେମିତି ଜାଣିଲେ? ଯୁବକ ଦ୍ୱୟ କହିଲେ, ସେ ଆମ ସମ୍ପର୍କୀୟ। ଆମେ ପୁରୀରୁ ଏବେ ଆସୁଛୁ, ଯାଉଛୁ ତାଙ୍କ ଝିଅ ବାହାଘରରେ ଯୋଗ ଦେବାକୁ। ଏତିକି ଶୁଣି ବରର ମାମୁଁ ଆଶ୍ୱସ୍ତି ପ୍ରକାଶ କରି କହିଲେ, ହଉ ଭଲ ହେଲା, ଆପଣ ଆମକୁ ଟିକେ ସାହାଯ୍ୟ କରିଦିଅନ୍ତୁ। ଆଗ ଛକରୁ କେଉଁ ମେକାନିକ ମିଳିଲେ ଟିକେ ନେଇ ଆସନ୍ତୁ। ବାଇକ୍ ଆରୋହୀ ଯୁବକ କହିଲେ, ଓହୋ ଏଇ କଥା, ଆପଣ ଜମାରୁ ବି ବ୍ୟସ୍ତ ହୁଅନ୍ତୁନି। ମୁଁ ଜଣେ ଗ୍ୟାରେଜ ମେକାନିକ। ପୁରୀରେ ଗୋଟେ ଗ୍ୟାରେଜ ଅଛି ମୋର। ଚାଲନ୍ତୁ ଦେଖିବା ଗାଡ଼ିର କ'ଣ ହୋଇଛି। ବରର ମାମୁଁ ଲକ୍ଷ୍ୟ କରୁଥାନ୍ତି ଡ୍ରାଇଭର ଇଞ୍ଜିନରୁ ଯେଉଁ ସବୁ ପାର୍ଟସ ଗୁଡ଼ିକ ଯାଞ୍ଚ କରୁଥିଲେ ସେସବୁ ପାର୍ଟସକୁ ଏ ଯୁବକ ଜଣକ ଖାଲି ଖୋଲିକି ଲଗାଇ ଦେଉଥାନ୍ତି। ଶେଷରେ ବ୍ୟାଟେରୀର ପଏଣ୍ଟରୁ କାର୍ବନ ଛଡ଼ାଇ ପୁଣି ଲଗାଇ ଦେଲେ ଆଉ ଡ୍ରାଇଭରକୁ ଇସାରା ଦେଲେ। କହିଲେ, ଗାଡ଼ି ଷ୍ଟାର୍ଟ କର, ଏଥର ଷ୍ଟାର୍ଟ ହେବ। ଡ୍ରାଇଭର ମଧ୍ୟ ଗାଡ଼ିରେ ଚାବି ମୋଡ଼ି ଷ୍ଟାର୍ଟ କରିବା କ୍ଷଣି ଗାଡ଼ି ଷ୍ଟାର୍ଟ ହୋଇଗଲା। ବରର ମାମୁଁ ଭାବୁଥାନ୍ତି, ଡ୍ରାଇଭର ତ ସେଇ ସବୁ କାମ କରୁଥିଲା କିନ୍ତୁ ହେଲା ନାହିଁ। ହେଲେ ଏ ଯୁବକ ଆସି ହାତ ମାରୁ ମାରୁ ଗାଡ଼ି କେମିତି ଷ୍ଟାର୍ଟ ହେଲା? ସେପଟେ କାମ ସାରି ଯୁବକ ଜଣକ ବରର ମାମୁଁଙ୍କୁ କହିଲେ, ଆପଣଙ୍କ ଗାଡ଼ି ଏବେ ଠିକ୍ ହୋଇଗଲା। ଆପଣ ଝିଅ ଘରେ ପହଞ୍ଚନ୍ତୁ। ଆମେ 2 ଜଣ ଟିକେ ଆଗ ଛକରୁ କିଛି ଉପହାର ନେଇ ପହଞ୍ଚୁଛୁ। ଆଉ ହଁ, ହରିହର ମଉସା କହିଥିଲେ ଜଗନ୍ନାଥଙ୍କର ଶ୍ରୀଅଙ୍ଗ ତୁଳସୀ ଆଉ ଛଡ଼ା ଫୁଲ କିଛି ନେଇ ଆସିବା ପାଇଁ। ଆମେ ନେଇ ଆସିଛୁ, ଆପଣ ତାଙ୍କୁ ଟିକେ ଦେଇଦେବେ? ଆମର ପହଞ୍ଚିଲା ବେଳକୁ ବିଳମ୍ବ ହୋଇଯିବ। ହରିହର ମଉସା ଠାକୁରଙ୍କ ଏହି ସାମଗ୍ରୀ କାଳେ ବିବାହ କାର୍ଯ୍ୟରେ ଲଗାଇବେ, ତେଣୁ ଆପଣ ଏହାକୁ ଗାଡ଼ିରେ ନେଇଯାଆନ୍ତୁ। ବରର ମାମୁଁ କହିଲେ, ଯଦି ସମୁଦି ଆମକୁ ଆପଣଙ୍କ ପରିଚୟ ମାଗିବେ ମୁଁ କ'ଣ କହିବି? ଯୁବକ ଜଣକ କହିଲେ, କହିଦେବ ପୁରୀରୁ କାଳିଆ ପଠେଇଛି, ଯାହାର ଗ୍ୟାରେଜ ଅଛି ଆଉ ଯାହାକୁ ନିମନ୍ତ୍ରଣ କାର୍ଡ଼ ଦେଇ ଆସିଥିଲେ। ଏତିକି ଶୁଣି ବରର ମାମୁଁ ସେ ଫୁଲ ଆଉ ତୁଳସୀ ଥିବା ବ୍ୟାଗକୁ ଧରି ଗାଡ଼ିରେ ବସିଲେ ଆଉ ଯୁବକ 2 ଜଣଙ୍କୁ ବିଦାୟ ଦେଇ ସିଧା ଆସି କନ୍ୟା ପକ୍ଷର ଗାଁରେ ପହଞ୍ଚିଲେ। କନ୍ୟା ଘରେ ପହଞ୍ଚି ବରର ମାମୁଁ ଗୋଟି ଗୋଟି କରି ସବୁ କଥା ହରିହର ମଉସାଙ୍କୁ ଜଣାଇଲେ ଆଉ କହିଲେ, ଆପଣଙ୍କ ପୁରୀର ସମ୍ପର୍କୀୟ ଯଦି ନଥାନ୍ତେ ତେବେ କ'ଣ ଯେ ହୋଇଥାନ୍ତା ତା କହିହେବନି। ନିଅ ଏବେ ଫୁଲ ତୁଳସୀ ଥିବା ବ୍ୟାଗକୁ, ସେମାନେ ପଛରେ ଆସୁଛନ୍ତି। ତୁମେ କାଳେ ବାହାଘର ଏସବୁ ଲଗାଇବ, ତେଣୁ ସେ ଆଗୁଆ ପଠାଇ ଦେଇଛନ୍ତି। ହରିହର ମଉସା ସବୁ କଥା ଶୁଣି ଆଁ କରି ଛିଡ଼ା ହୋଇଥାନ୍ତି। ଗୋଟି ଗୋଟି କଥା ତାଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଥାଏ। କ'ଣ ସବୁ ଶୁଣୁଛନ୍ତି କିଛି ବିଶ୍ୱାସ କରିପାରୁନଥାନ୍ତି। ବ୍ୟାଗ୍ ଖୋଲି ଦେଖନ୍ତି ତ ସେଥିରେ ମହାପ୍ରଭୁଙ୍କ ଛଡ଼ା ତୁଳସୀ ଆଉ କିଛି ସୁବାସିତ ଫୁଲ ଅଛି, ଯାହାକୁ ଖୋଲୁ ଖୋଲୁ ମହ ମହ ବାସ୍ନାରେ ହରିହର ମଉସା ତୃପ୍ତ ହୋଇଯାଉଥିଲେ। ବରର ମାମୁଁଙ୍କୁ ପଚାରିଲେ, ଆପଣଙ୍କୁ କ'ଣ ସତରେ ଏ ଫୁଲ ଦେଇଛନ୍ତି ସେମାନେ? ବରର ମାମୁଁ କହିଲେ, ଆପଣଙ୍କ ବନ୍ଧୁ ପରା ସେ, ଆପଣ କ'ଣ ଚିହ୍ନି ପାରୁନାହାନ୍ତି କି? ହରିହର ମଉସା କିଛି ଉତ୍ତର ନ ଦେଇ ଫୁଲ ସବୁ ଧରି ଦୌଡ଼ିଲେ ଠାକୁର ଘରକୁ। ସେଠି ପୂଜା ପାଉଥିବା ଚତୁର୍ଥା ମୂର୍ତ୍ତିଙ୍କ ଆଗରେ ଲମ୍ବ ହୋଇ ପଡ଼ି କହିଲେ, ମୁଁ ଧନ୍ୟ ହୋଇଗଲି ମଣିମା, ମୁଁ ଧନ୍ୟ ହୋଇଗଲି। ମୋ ଘରକୁ ଆସିବ ବୋଲି କହିବାରୁ ମୋ ଡାକ ଶୁଣି ସତରେ ଚାଲି ଆସିଲ ମହାବାହୁ। ମୋ ଜୀବନ ଧନ୍ୟ ହୋଇଗଲା ତୁମ ଶ୍ରୀଅଙ୍ଗ ତୁଳସୀ ପାଇ। ପରିବାର ଲୋକ ବରର ମାମୁଁ ହରିହର ମଉସାଙ୍କୁ ଏମିତି କାନ୍ଦୁଥିବାର ଦେଖି କ'ଣ ହୋଇଛି ବୋଲି ପଚାରିଲେ। ହରିହର ମଉସା ବରର ମାମୁଁଙ୍କୁ ଧରି କହିଲେ, ସମୁଦି ତୁମେ ଧନ୍ୟ ହୋଇଗଲ। ସେ ଯୁବକ ଆଉ କେହି ନୁହେଁ, ସେ 2 ଜଣ ହେଉଛନ୍ତି ଜଗା ଭଳିଆ 2 ଭାଇ। ସମୁଦି, ମୋର ପୁରୀରେ କେହି ବନ୍ଧୁ ନାହାନ୍ତି। ଜଗବନ୍ଧୁକୁ ବଡ଼ ବନ୍ଧୁ କରି ନିମନ୍ତ୍ରଣ କରି ଦେଇ ଆସିଥିଲି। ସେ 2 ଭାଇ ଆଜି ମୋ ଘରକୁ ଆସୁଥିଲେ ଆଉ ତୁମର ଅସୁବିଧାରେ ତୁମକୁ ସାହାଯ୍ୟ କରି ଦେଇଗଲେ। ମୋ ବଡ଼ ଠାକୁର ମୋ କଥାକୁ କାଟି ପାରିଲେନି, ମୋ ଘରେ ପାଦ ପକାଇଲେ। ସ୍ୱଶରୀରରେ ନ ଆସିଲେ କ'ଣ ହେଲା, ଏ ଫୁଲ ତୁଳସୀ ପଠାଇ ମୋତେ ଜଣାଇ ଦେଇଛନ୍ତି ମୋ ଝିଅ ବାହାଘରରେ ସେ ଉପସ୍ଥିତ ଅଛନ୍ତି। ସବୁ କଥା ଶୁଣି ବରର ମାମୁଁ
ଓ ହରିହର ମଉସାଙ୍କ ଆଖିରୁ ଧାର ଧାର ବୋହି ଚାଲୁଥିଲା ଭାବର ଅଶ୍ରୁ। ପରେ ବରର ମାମୁଁ ବହୁ ସମୟ ଧରି ଅପେକ୍ଷା କରି ରହିଲେ, କାଳେ ସେ ଦୁଇଜଣ ଆସିବେ। କିନ୍ତୁ ଯାହାର କାମ ଭକ୍ତକୁ ବିପଦରୁ ଉଦ୍ଧାର କରିବା, ସେ କି ପରେ ଦେଖା ଦେଇଥାନ୍ତି। ସତରେ କିଏ ବୁଝିଛି ତାର ଲୀଳାକୁ? ଏମିତି କେଉଁ ରୂପରେ କେମିତି ଆସି ସାହାଯ୍ୟ କରିଦେଉଛି ତାହା ତାକୁ ହିଁ ଜଣା। ମହାପ୍ରଭୁଙ୍କର ଛୋଟିଆ ଅନୁଭୂତିଟି ମାଠଗଡ଼ ଅଞ୍ଚଳରୁ ଜଣେ ଶ୍ରଦ୍ଧାଳୁ ପଠାଇଛନ୍ତି। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଆପଣମାନଙ୍କର ମତାମତ ନିଶ୍ଚିତ ଭାବରେ ଜଣାଇବେ। ଆଉ ମହାପ୍ରଭୁଙ୍କୁ ନେଇ କିଛି ଅନୁଭୂତି ଥିଲେ ମୋତେ ମୋ ମେଲ୍ ଆଇଡ଼ିରେ ପଠାଇ ପାରିବେ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦେବା ପାଇଁ ଅନୁରୋଧ। ଆଜି ପାଇଁ ରହୁଛି, ଦେଖା ହେବା ଆଉ ଏକ ସୁନ୍ଦର ଅନୁଭୂତି ସହିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।